ସୀମା ସରହଦ ନେଇ ଏହା ସମଗ୍ର ପୃଥିବୀକୁ ବ୍ୟାପିଗଲାଣି। ତେବେ କାହିଁକି? ଆପଣଙ୍କୁ ଗୋଟିଏ ଉଦାହରଣ ଦେବି। ଆଜି ଲକ୍ଷ ଲକ୍ଷ ବର୍ଷ ତଳେ ଭଗବାନ ମାନବ ଜାତିକୁ, ମଣିଷ ମାନଙ୍କୁ ଖଣ୍ଡେ ଖଣ୍ଡେ ଜାଗା ଦେବା ପାଇଁ ନିମନ୍ତ୍ରଣ କଲେ, ଆହ୍ୱାନ କଲେ, ଆଦେଶ ଦେଲେ। ପୃଥିବୀର ସବୁ ରାଷ୍ଟ୍ରର ଲୋକମାନେ ଯାଇ ପହଞ୍ଚିଲେ ସ୍ୱର୍ଗପୁରରେ। ଭଗବାନ ଜାଗା ବାଣ୍ଟିଲେ। ଆମେରିକା, ରୁଷିଆ, ଫ୍ରାନ୍ସ, କାନାଡା, କ୍ୟୁବା ଇତ୍ୟାଦି ଇତ୍ୟାଦି ସବୁ ରାଷ୍ଟ୍ରର ଲୋକମାନେ ଜାଗା ନେଇଗଲା ପରେ ଭାରତୀୟମାନେ ଟିକେ ଶୋଇପଡନ୍ତି। ଅଳସୁଆ ଲୋକ ପଛରେ ପହଞ୍ଚିଲେ। ଭଗବାନ କହିଲେ, ତମେ ତ ଡେରିରେ ଆସିଲ, ଜାଗା ତ ମୁଁ ମୋ ଆଖିରେ ଦେଖୁନାହିଁ, ତମେ ଯାଅ, ସିନ୍ଧୁ ନଦୀ କୂଳରେ ଗୋଟେ ଅବବାହିକା ପଡିଛି, ସେଇ ସିନ୍ଧୁ ଉପତ୍ୟକା ପାଖରେ ଯାଇ ସେଇଠି ରୁହ। ଭାରତୀୟମାନେ ଆସିଲେ, ସେଇଠି ସିନ୍ଧୁ ସଭ୍ୟତା ଗଢି ଉଠିଲା, ଭାରତବର୍ଷର ପ୍ରଥମ ସଭ୍ୟତା। କିନ୍ତୁ ବନ୍ଧୁଗଣ, ସେଇ ଭାରତବର୍ଷରୁ ଖଣ୍ଡ ବିଖଣ୍ଡରେ ପ୍ରଥମେ ଏମିତି ସୃଷ୍ଟି ଆରମ୍ଭ ହେଲା। ସୃଷ୍ଟି ହେଲେ ମହାପ୍ରଭୁ ଜଗନ୍ନାଥ, ମହାପୁରୁଷ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଇତ୍ୟାଦି ଇତ୍ୟାଦି ମହାପୁରୁଷ ମାନେ ଜାତ ହେଲେ ଏବଂ କାଳକ୍ରମେ ସମୟ ଗଢିଗଲା। ବାବା ବଳିଆଙ୍କ ଭଳି ଅନେକ ମନୀଷୀ ଆସିଲେ ଆମ ପୃଷ୍ଠକୁ। ଏଇ ମଣିଷ ଜାତିକୁ ରକ୍ଷା କରିବା ପାଇଁ, ବାଟକୁ ଆଣିବା ପାଇଁ। ଖୁବ ସଂକ୍ଷେପରେ କହୁଛି, ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ସମଗ୍ର ପୃଥିବୀ ସୋଫାରେସ୍ ଟେକ୍ନୋଲୋଜି କନସର୍ନ ସବୁ ବିଷୟରେ ଆପଣମାନେ ଏମିତି କୌଣସି ବିଷୟ ନାହିଁ ଯୋଉଠିକି ମଣିଷ ଜାତି ଅଗ୍ରଗତି ନ କରିଛି, ମଙ୍ଗଳ ଗ୍ରହରେ ପହଞ୍ଚିଛି, ଆକାଶରେ ଉଡୁଛି। କିନ୍ତୁ କ୍ଷତି ହେଇଛି କଣ? କ୍ଷତି ହେଇଛି ମାନବ ଜାତିର, ମଣିଷର ଚରିତ୍ରର, ମଣିଷର ମୂଲ୍ୟବୋଧର। ଆଜି ସମଗ୍ର ପୃଥିବୀରେ ଆପଣ ଦେଖନ୍ତୁ, ବର୍ତ୍ତମାନ ପୃଥିବୀରେ 12ଟି ଦେଶରେ ଯୁଦ୍ଧ ଚାଲିଛି। ଚାରିଆଡେ ଧ୍ୱଂସର କୋଳାହଳ। ତାରି ଭିତରେ କିଛି ଲୋକଙ୍କର ବଞ୍ଚିବାର ପ୍ରୟାସ ଏବଂ ପୃଥିବୀକୁ ଏହି ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ଯେଉଁ କେତେ ଜଣ ଅଗ୍ରଦୂତ ଆମ ଆଗରେ ଠିଆ ହେଇଛନ୍ତି, ବାବା ବଳିଆ ହଉଛନ୍ତି ସେଥିରେ ଅନ୍ୟତମ। ମଣିଷ ଭିତରେ ଯୋଉ ହୀନମନ୍ୟତା, ଯୋଉ ହିପୋକ୍ରେସି, ଛଳନା ପ୍ରବେଶ କରିଛି, ତାକୁ ଦୂର କରି ଭଗବାନଙ୍କ ଶ୍ରୀଚରଣରେ ସେମାନଙ୍କୁ ପହଞ୍ଚେଇବା, ମାନବ ଜାତିର ବି ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ତାଙ୍କର ପ୍ରୟାସ। ସେଇଥିପାଇଁ ଏ ପରିଣତ ବୟସରେ ସିଏ କେବଳ ଆମ ଚୂଡ଼ାମଣି ଆଶ୍ରମରେ ନୁହେଁ, ସମଗ୍ର ଭାରତବର୍ଷରେ, ଭାରତ ବାହାରେ ବୁଲି ବୁଲି ମାନବିକତାକୁ ପ୍ରଚାର କରୁଛନ୍ତି। ଗୋଟିଏ ଛୋଟିଆ ଗପ ମାଧ୍ୟମରେ ମୁଁ ଆପଣଙ୍କୁ ବାବାଙ୍କ ଆସିବାର ଉଦ୍ଦେଶ୍ୟ କଥା କହି ଶେଷ କରିଦେବି। ଥରେ ଜଣେ ମଣିଷ ଯାଉଥିଲା ରାସ୍ତାରେ, ଯାଉ 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 ବାଟରେ ଗୋଟେ କୋଇଲି ଗୋଟେ ଗଛ ଉପରେ ଗୀତ ଗାଉଥିବାର ଶୁଣିଲା। କୋଇଲିର ସ୍ୱର ବଡ଼ ମଧୁର, ବଡ଼ ସୁନ୍ଦର। ମଣିଷଟି କୋଇଲକୁ ପଚାରିଲା, अरे कोयल तो कितना अच्छा गाना गाते हैं, लेकिन तेरा रंग काला है। अगर तेरा रंग काला नहीं होता तो यदि तो रंगटा कला ही न था तो और कितना सुंदर होता था, तो आहरी कितने सुंदर ही था। कोई चुप रहा, मनीष आगेला। जय जय आगे पहुंचला समुद्र पाखरे। समुद्र को पचारिला, अरे समुद्र तेरा पानी कितना अच्छा है, ये नीला पानी, ओ सुंदर पानी, लेकिन मेरा एक दुख है। समुद्र पचारिला, दुख कौन? ना तो ये नील जल राशि किंतु पानी योग्य नुहे, ताकू के पी पर नहांती तो पानी का लूणिया। अगर तेरा ये पानी नमकीन नहीं होता तो यदि तो ये पानी का लूणिया ही न था तो और कितना बड़ा होता था।
तो आहरी केते बड़ होइथांतु महान होइथांतु तापरे आगो को चलीला चलु चलु गोटे गोलाप गछ देखला गोलाप फूलटी फुटी ताको पचारिला अरे गोलाप तेरा फूल कितना अच्छा है कितना सुंदर है कितना सुवासित है लेकिन दुख ये है कि तेरा शरीर में कांटा है तो फूल तो सुंदर किंतु दुखर कथा तो देहरे कांटा भरी रही गोलाप तक उत्तर देला अरे मानव मानव सारा दुनिया में सबसे श्रेष्ठ प्राणी है मनुष्य हूँ सारा पृथ्वी रे श्रेष्ठ प्राणी बट किंतु तेरा मन में तेरा अंदर में अगर छलना नहीं होता तो मन रे यदि छलनाटा न था तो आहरी केते बड़ होइथांतु केते महान होइथांतु आज बाप पुओ भितरे छलना स्वामी स्त्री भितरे छलना पुओ अमेरिका रे अछंती बहु अमेरिका रे अछंती बाप औषध खाइबा को पाउ नहीं स्वामी स्त्री भितरे झगड़ा स्त्री छलना करी कहूछि मैं बहुत भलरे अछि मो स्वामी ससुर मते बहुत भल रखिछंती आ हमर ए ना से मते काठी के बुलुछंती आज जदि काठी के बोलतले तिनी विष खाइबे काहींकि एई होछि वर्तमान मनुष्य जातिर गति मनुष्य को अधपतन रक्षा करबा पई बाबांकर प्रयास सही उद्देश्य से आगमन करिसंती सही उद्देश्य आम पाठक नुहे समग्र ओडिशा रे समग्र भारत वर्ष रे बोलुछंती मु ताइको आम चूड़ामणि आश्रम तरफ आउ थरे स्वागत करुछि प्रणति बाढ़ुछि एवं निवेदन करुछि आश्रमवासींकर अनुकूल्य रे किछि निरस्त्र व्यक्ति को किछि वस्त्र दान करिबा पई अन्न वस्त्र दान करिबा पई प्रयास करिसंती आश्रमवासी बंधु मात्र 7-8 जन लोकंकु बाबा खातुर से वर्तमान से वस्त्र ग्रहण करेंगे तापरे बाबा प्रवचन कार्यक्रम आरंभ वर्तमान मु जन जन को डाकुछि से आसंतु पार्वती दास आसवे मंचपुर को बाबा हाथों से वस्त्र ग्रहण करेंगे पार्वती दास माने होते निरन्न दुखी स्थिति आश्रम तरफ ये छोटिया प्रयास आशा करे बाबा ये आमर प्रस्ताव को सादरे ग्रहण करेंगे और किसी समय आश्रमवासी देवे बोली मु आशा करी पार्वती दास जल्दी जल्दी आस तापरे आसी जाओ सुलोचना महंती बासंती सामल मिनती सामल खजूर सेठी जयंती साहू अन्नपूर्णा महांती पार्वती महांती परे परे ठिया था समय सो दैट वी कैन सेव टाइम ए ठिया देखंतु समय पहुंचे अपने समय देखा था आसीबे द्वितीय सुलोचना महांती आसी सर आपण चली आसुन आपण पळी आसुन बासंती सामल बासंती सामल मिनती सामल खजूर सेठी जयंती साहू देखिए वो क्या सुनते जयंती साहू तो अन्नपूर्णा महांती पार्वती महांती
ପାର୍ବତୀ ମା ଜ୍ୟୋତ୍ସ୍ନାରାଣୀ ମହାନ୍ତି ଆସନ୍ତୁ। ଜ୍ୟୋତ୍ସ୍ନାରାଣୀ ମହାନ୍ତି ଜଣେ ଯାଅ, ଜଣେ ଯାଅ, ଜଣେ ଆସୁ। এই କାର୍ଯ୍ୟକ୍ରମ ଏଠି ଶେଷ ହେଇଛି। ଆଉ ଥରେ ବାବାଙ୍କ ଚରଣରେ କ୍ଷମା ପ୍ରାର୍ଥନା କରି ମୁଁ ବିଦାୟ ନେଉଛି ଏବଂ ବାବାଙ୍କୁ ତାଙ୍କ ଭକ୍ତମାନଙ୍କୁ ଶିକ୍ଷା ଦୀକ୍ଷା ଦେବା ପୂର୍ବରୁ ଅନୁରୋଧ କରିବି ବାବାଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ନୃତ୍ୟ ପ୍ରସ୍ତୁତ କରାଯାଇଛି ଆଶ୍ରମବାସୀଙ୍କ ତରଫରୁ। ସେ ସ୍ୱାଗତ ନୃତ୍ୟ କରିବା ପାଇଁ ପଦ୍ମଜା ସାହୁ ପିଲାଟିକୁ ମୁଁ ବର୍ତ୍ତମାନ ନିମନ୍ତ୍ରଣ କରୁଛି। ପଦ୍ମଜା ସାହୁ ସେ ବର୍ତ୍ତମାନ ସ୍ୱାଗତ ନୃତ୍ୟ ପରିବେଷଣ କରିବ। ଗୀତଟା କିଏ ପକେଇଲେ ସିନା
ଧନ୍ୟବାଦ ପଦ୍ମଜ। ଏବେ ଆସନ୍ତୁ ଆପଣମାନେ ଶୁଣିବେ ବାବାଙ୍କର ଅମୃତବାଣୀ। ତା ପୂର୍ବରୁ ଆପଣମାନଙ୍କୁ ନିବେଦନ କରିବି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବାବା ବଡ଼ିଆଙ୍କର ସୁସ୍ଥ ନିରୋଗ ଦୀର୍ଘ ଜୀବନ ପ୍ରାର୍ଥନା କରନ୍ତୁ। ଫଳରେ ଅନ୍ତର୍କାମ ସମାଜ ପାଇଁ ଆମମାନଙ୍କ ପାଇଁ ଏମିତି ସେ ଦିଗ୍ଗତ ଦେଇ ଚାଲିଥିବେ ସମସ୍ତଙ୍କୁ ଅନ୍ତତ ଆଉ ଥରେ ପ୍ରାର୍ଥନା କରିବି ତାଙ୍କ ସୁସ୍ଥ ନିରୋଗ ଦୀର୍ଘ ଜୀବନ କାମନା କରନ୍ତୁ ଭଗବାନଙ୍କ ଠାରେ। ଥ୍ୟାଙ୍କ ୟୁ ଅଲ୍। ଧନ୍ୟବାଦ। ବାବାଙ୍କ ଠାରେ ପ୍ରଣତି ଜଣାଇ ବିଦାୟ ନେଉଛି। ଜୟ ଜଗନ୍ନାଥ। ओम नमः शिवाय महारुद्राय महाकालरुद्राय अनंतस्वराय नमो नमः। शिशु अनंताय नमो नमः। गणेशाय नमः। ओम नमो नारायणाय। ओम नमो रुद्राय। ओम अंबिकाय नमः। ओम भास्कराय नमः। ओम नमो सत्यनारायण। प्रणाम करुछि मंगलमय शिवंकर मूर्ति अनंतेश्वर को प्रणाम करुछि भद्रकाली को प्रणाम करुछि धामराई को प्रणाम करुछि हम एई पवित्र अंचल रे पूजा पाउथिबा बलभद्र भगवानंकर बलभद्र भगवानंकर से पवित्र स्वरूप जो स्वरूप भितरे जगन्नाथंकर माँ सुभद्रांकर बलदेवंकर समस्तंकर छवि अंकित है। प्रणाम करुछि एठी जगन्नाथंक मंदिर रही माँ सुभद्रा को चक्रवर सुदर्शन को एवं ये अंचल जेते देवादेवी मानकर मंदिर रही जेउ जेउ मंदिर रे से जेउ जेउ रूप रे आउ नाम रे पूजा पाउचंती समस्त को एक ओ अभिन्न रूप रे गोटे रूप रे से सर्वशक्तिमान रूप रे प्रणाम निवेदन करुछि। हम चूड़ामणि पंचुरेखी वासुदेवपुर
এই ଯେଉଁ ଚୂଡ଼ାମଣି ଗ୍ରାମ, এই ଗ୍ରାମରେ ଅନନ୍ତ ବଳିଆ ସେବା ସଂଘର କର୍ମକର୍ତ୍ତାମାନଙ୍କ ମାଧ୍ୟମରେ ଗୀତା ଓ ଜଗନ୍ନାଥ ତତ୍ତ୍ୱ ଆଲୋଚ୍ୟର ବିଷୟ ରହିଛି। ଏଠି ନାମଯଜ୍ଞ ଚାଲିଛନ୍ତି। ଏ ଅଞ୍ଚଳରେ ଦୁଇ ଜଣ ମହାପୁରୁଷଙ୍କ ନାଁ ସମସ୍ତେ ଜାଣନ୍ତି ଏବଂ କୁହନ୍ତି। ସିଏ ହେଉଛନ୍ତି ବାୟା ଆଉ ନଣ୍ଡା। ଏ ନଣ୍ଡା ବାୟାଙ୍କର ଏଇ ଯେଉଁ ପବିତ୍ର ନାମ କୀର୍ତ୍ତନର ଧାରା ଏ ଅଞ୍ଚଳରେ ସର୍ବତ୍ର ମୁଁ ଦେଖିଛି। ତେଣୁ ସେଇ ମହାପୁରୁଷଙ୍କୁ ସବୁ ସଦ୍ଗୁରୁମାନଙ୍କୁ ମୋ ଗୁରୁଙ୍କ ରୂପରେ ମଦ୍ଗୁରୁ ଶ୍ରୀ ଜଗତଗୁରୁ ଠାକୁର ନିଗମାନନ୍ଦଙ୍କ ଭାଷାରେ ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗତଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ସମସ୍ତଙ୍କର ମଙ୍ଗଳ ହଉ। ଆମର ଦୁଃଶାସନ ବାବୁ ପ୍ରଧାନ ଶିକ୍ଷକ ଅବସର ଜଣେ ଶିକ୍ଷକଙ୍କର ଅବସର ନାହିଁ, ଜଣେ ଡକ୍ଟରଙ୍କର, ଜଣେ କୃଷକଙ୍କର ଅବସର ନାହିଁ। ସେ ସବୁବେଳେ ଶିକ୍ଷକ, ସବୁବେଳେ ସେ ଚିକିତ୍ସକ, ସବୁବେଳେ ସେ କୃଷକ। ସେ ଯେଉଁ ଆମକୁ କେତେ ଗୁଡ଼ିଏ କଥା ଏଠି ସେ ସଂକ୍ଷିପ୍ତରେ କହିଲେ, ସେ କଥା ଭିତରେ ବହୁତ କଥା ପ୍ରକୃତରେ ରହିଛି। ତା ଭିତରେ ସେ କହିଛନ୍ତି ସିନ୍ଧୁ ଉପତ୍ୟକାରେ ଗଢ଼ି ଉଠିଥିବା ସିନ୍ଧୁ ସଭ୍ୟତା, ଏଇ ସିନ୍ଧୁ ସଭ୍ୟତାର ପବିତ୍ର ଚିହ୍ନ ହେଉଛି ଆମ ସିନ୍ଧୁ ସଭ୍ୟତାର ମା ମାନଙ୍କ ମୁଣ୍ଡରେ ସିନ୍ଦୁର। ଇଏ ହେଉଛି ପ୍ରଥମ କଥା। ଆଉ ଗୋଟିଏ କଥା ସେ କହିଲେ ଯେ ଯେଉଁ ମାନବକୁ ବା ମାନବ ମାନଙ୍କୁ ଭଗବାନ ସୃଷ୍ଟି କରିଥିଲେ, ଆଜି ସେଇ ମାନବ ମାନେ ଧ୍ୱଂସାସ୍ତ୍ର ସୃଷ୍ଟି କରି ଆଜି 11ଟା ଦେଶରେ ଯୁଦ୍ଧ ଚାଲିଛି। ଭଲିବଲ କି କ୍ରିକେଟ ବଲ ଫୋପାଡ଼ିଲା ଭଳିଆ ତାଙ୍କ ପାଟିରୁ କେବଳ କଥା ବାହାରୁଛି, ଆମ ପାଖରେ ପରମାଣୁ ବୋମା ଅଛି, ଆମେ ପ୍ରୟୋଗ କରିବୁ। ଏଇ ଯେଉଁ ବିଷାକ୍ତ ପରିବେଶ, ସେ ଆଉ ଗୋଟେ ସୁନ୍ଦର କଥା କହିଲେ, ଯେଉଁ କଥାଟା ବଳିଆ ସବୁବେଳେ କହେ, ଆମେ ଆଜି ମନ୍ଦିର ଗଢ଼ୁଛୁ, ବହୁ ମନ୍ଦିର ଗଢ଼ୁଛୁ, ଯେଉଁ ମନ୍ଦିରର ଆବଶ୍ୟକ ବି ନାହିଁ, କିଏ କିଛି ପିଲା ଏକତ୍ର ହେଲା ଏଠି ଗୋଟେ ତ୍ରିନାଥ ମନ୍ଦିର କରିବୁ, ସେଗୁଡ଼ା ହନୁମାନ ମନ୍ଦିର କରୁ। କିନ୍ତୁ ଆଜି ଅସଜଡ଼ା ହେଇଛି ଆମ ପରିବାର। ବହୁତ ବଡ଼ କଥା। ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର।
ଆଜି ତାଙ୍କ ଭାଷାର କଥାଟା ମୁଁ କହୁଛି। ଆଜି ପତି ପତ୍ନୀ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ନାହିଁ। ଆଜି ବାପ ପୁଅ ବା ବାପ ଝିଅ ବା ମା ପୁଅ କାହା ଭାଇ ଭାଇ ଇଏ କାହାରି ସହିତ କାହା ସମ୍ପର୍କ ନାହିଁ। କିଏ ରହିଛି ଯଦି ଭାରତରେ ଖୁବ୍, କିଏ ରହିଛି ଆମେରିକାରେ, କିଏ ରହିଛି କାନାଡ଼ାରେ, କିଏ ରହିଛି ଜର୍ମାନୀରେ। ସେମାନେ ସେଠି ମଉଜ କରୁଛନ୍ତି, ଭଲ ମାନେ ଭଲ ଭାବରେ ରହିଛନ୍ତି। କିନ୍ତୁ ଏଠି ଯେଉଁ ବୃଦ୍ଧ ପିତା ମାତା ଏମାନେ ଆଜି ସବୁଠାରୁ ଅବହେଳିତ। ତେଣୁ ଏଇସବୁ କଥାକୁ ମନେ ପକାଇ ଭାବୁଥିଲି କ'ଣ କହିବ। ମୁଁ ତ ପ୍ରତ୍ୟେକ ବର୍ଷ ବି ଆସୁଛି, କ'ଣ ଗୁଡ଼ିଏ କହୁଛି, ଏମିତି ଯାଉଛି। କିନ୍ତୁ ଆଜିର ଭଲ ସବୁଠାରୁ ବଡ଼ ଆକର୍ଷଣ ହେଉଛି ପତିହରା ମା ମାନଙ୍କୁ ଆଜି ଆମେମାନେ ପୂଜନ କରିଛେ। ଶାଢ଼ୀଟିଏ ଦେଇଛେ, ସେ ଗୋଟା ବଡ଼ କଥା ନୁହେଁ। ଜନନୀ ସବୁବେଳେ ଅମୂଲ୍ୟ, ତାର ମୂଲ୍ୟ କିଛି ନାହିଁ। ସେଇ ଅମୂଲ୍ୟ ମା ମାନଙ୍କୁ ଆମେ ବସ୍ତ୍ର ଖଣ୍ଡେ ଦେଇଛୁ, ମିଠା କ'ଣ ମିଠା ଟିକେ ଦେଇଛୁ, ଇଏ ଗୋଟେ ବଡ଼ କଥା। ଆମେ କିଛି କରିନୁ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେଉଁ ସମାଜ ସେମାନଙ୍କୁ ଆଜି ଉପେକ୍ଷା କରୁଛି, ଅମଙ୍ଗଳୀ ବୋଲି ତାକୁ ସମ୍ବୋଧନ କରୁଛି, ତାର ପୁଅ ଝିଅ ବିବାହରେ, ଘର ପ୍ରତିଷ୍ଠାରେ, ବିବାହ ବ୍ରତରେ ସମସ୍ତେ ଆସିବେ, କିନ୍ତୁ ପତିହରା ମା ମାନଙ୍କ ମୁହଁ କେହି ଚାହିଁବେନି। ପୁଅ ବୋହୂ ଘରକୁ ଆଉଛନ୍ତି, କିନ୍ତୁ ପତିହରା ମା ଯିଏ ତାଙ୍କୁ ଜନ୍ମ ଦେଇଛନ୍ତି ସିଏ ନିଜେ ବି ଯାଇ ଗୋଟେ କବାଟ କୋଣରେ ଲୁଚୁଛନ୍ତି, କାଳେ ମୋ ମୁହଁଟାକୁ ମୋ ପୁଅ ବୋହୂ ଦେଖିଦେବେ, ତାଙ୍କର ଅମଙ୍ଗଳ ହେବ। ଏଇଭଳିଆ ବାଜେ କଥା ଆଜି ବି ଶିକ୍ଷା ଜଗତରେ ପରିପୂର୍ଣ୍ଣ ହେଇଅଛି। ସ୍ୱାମୀଟିଏ ଚାଲି ଯାଉଛି, ତାକୁ କୁହାଯାଉଛି ତମେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଦେବତାର ମନ୍ଦିରକୁ ଯିବ ନାହିଁ। କାହିଁକି ଯିବୁନି? କାହିଁକି ଯିବୁନି? ଦେବତାର ମନ୍ଦିରକୁ ଯିବ ନାହିଁ ଏବଂ ସ୍ୱାମୀ ମୃତ୍ୟୁର ମାତ୍ର ଘଣ୍ଟାଏ ଭିତରେ ତାକୁ କିଛି ଲୋକ ମାଡ଼ି ବସି ଧରି ତାଙ୍କ ହାତରୁ କାଚକୁ ଭାଙ୍ଗୁଛନ୍ତି ଏବଂ ମୁଣ୍ଡରୁ ସିନ୍ଦୁର ଲିଭେଇ। ଏକଥା ମୁଁ କହୁଛି, ସବୁଆଡ଼େ ବୁଲିକିରି କହୁଛି, ଭାରତବର୍ଷରେ ସବୁଆଡ଼େ ବୁଲିକିରି କହୁଛି। ଶେଷରେ ଦରକାର ପଡ଼ିଲେ ମୁଁ ଏଇମାନଙ୍କ ପାଇଁ ନ୍ୟାୟାଧୀଶଙ୍କ ପାଖରେ ମୁଁ ଅପିଲ କରିବି। ତମର କ'ଣ ଅଧିକାର ଅଛି? ତମେ ଗୋଟେ ମାର ହାତରୁ କାଚ ଭାଙ୍ଗୁଛ, ସିନ୍ଦୁର ଲେଭଉଛ, ତମେ କିଏ? ତମେ ବି ଗୋଟିଏ ମାର ଗର୍ଭରୁ ଆସିଛ। ତେଣୁ ଏଇ ଯୋଉ କୁପ୍ରଥା, ଅନ୍ଧବିଶ୍ୱାସ ଆଜି ଆମ ସମାଜରେ ଆମକୁ ଜାବୁଡ଼ିକିରି ଧରିଛି।
ଏବେ ବି ଆପଣ ଦେଖିବେ ଗୋଟିଏ ବ୍ରତ ଘର କି ବିବାହ ଘର ହେଉଛି ସେଠି ଯଦି 100 ଛେଳି କଟା ନ ହେବେ କୁକୁଡ଼ା 200 ନ କଟା ହେବେ ସେଠି ବାହାଘର ହେଇପାରିବନି। ବରଯାତ୍ରୀମାନେ ଖାଇବେନି। ନ ଖାଆନ୍ତୁ ତାଙ୍କ ଘରକୁ ଚାଲିଯାଅ ପଖାଳ ଭାତ ଖାଇବେ। ତାଙ୍କୁ କ'ଣ ସନ୍ତୁଷ୍ଟ କରିବା ପାଇଁ ସେ କିଏ? ଅତିଥି ଆମ ଘରକୁ ଆସିଛି ଆମେ ତାକୁ ଶାଗ ପାଣି ଦେବୁ କି ଚୂଡ଼ାମୁଢ଼ି ଦେବୁ, ସିଏ ଯଦି କହିବ ମୁଁ ରସଗୋଲା ନହେଲେ ଯିବିନି, ଇଏ କୋଉ ପ୍ରକାର ଅତିଥି? ତେଣୁ ତାଙ୍କୁ ଖୁସି କରିବା ପାଇଁ, ଦେବତାଙ୍କୁ ଖୁସି କରିବା ପାଇଁ ଆମେ କିଲେ ଘିଅ ବି ପୋଡ଼ି ପାରୁନୁ। ନନା ଆଉ ଟିକେ କମେଇ ଦେଲେ ହବନି, ଘିଅ ଏତିକି ଦେଲେ ହବନି। କିନ୍ତୁ ତାଙ୍କୁ ଖୁସି କରିବା ପାଇଁ ମଦ ଦଉଛୁ, ଛେଳି କାଟୁଛୁ, କୁକୁଡ଼ା କାଟୁଛୁ, ମାଛ ବି କାଟୁଛୁ, ଆଉ ଶୁଖୁଆ ହେଉଛି କି ନାହିଁ ମୁଁ କହିପାରିବି। ଏଇ କ'ଣ ଭାରତୀୟ ସଂସ୍କୃତି? ଏଇ କ'ଣ ଯେଉଁ ସାର୍ଙ୍କର ଯେଉଁ କଥା ସିନ୍ଧୁ ସଭ୍ୟତାର ଏଇ କ'ଣ ଆହ୍ୱାନ? ତେଣୁ ଆଜି ଆମେ ଏକରକମ ଆମକୁ ଯେମିତି ଆମ ପୁରୁଣା କାଳର ମା ମାନେ କହନ୍ତି ଧର୍ମ ଛଡ଼ା ବୋଲି ଗୋଟେ ଶବ୍ଦ କହନ୍ତି, ଅଲକ୍ଷଣା ବୋଲି ବେଳେବେଳେ ରାଗିକିରି କହନ୍ତି। ଆମେ ପ୍ରକୃତରେ ବର୍ତ୍ତମାନ ଅଲକ୍ଷଣା ଆଉ ଧର୍ମ ଛଡ଼ା ହେଇଛୁ। ଏଠି ଅନନ୍ତଶ୍ୱର ଶିବଙ୍କର ମନ୍ଦିର, ଏଠି ଆପଣ କ'ଣ ଦେଖୁଛନ୍ତି? ଆପଣ କହିବେ ମୁଁ ଦେଖୁଛି ପଥରଟା ଆଉ ଗୋଟେ ଲିଙ୍ଗ ଆଉ। ନା, ସେଇଟା ଦର୍ଶନ ନୁହେଁ। ନାଇଁ ସେ ସବୁ ଚୁପଚାପ ରଖେ ମୋ ଯେମିତି ବାହାର। ତେଣୁ କ'ଣ ଦେଖୁଛନ୍ତି? ପାର୍ବତୀ ଆଉ ତାଙ୍କ ବାହନ ସିଂହ, ଶିବ ଆଉ ତାଙ୍କ ବାହନ ବୃଷଭ, ଗଣେଶ ତାଙ୍କ ବାହନ ମୂଷା, କାର୍ତ୍ତିକ ତାଙ୍କ ବାହନ ମୟୂର, ଦି ଭାଇ ସେଇଠି ବହିଛନ୍ତି, ସ୍ୱାମୀ ସ୍ତ୍ରୀ ସେଇଠି ଅଛନ୍ତି। ଆମେ ଶିବଲିଙ୍ଗରେ ପାଣି ଢାଳୁଛୁ ବା କ୍ଷୀର ଢାଳୁଛୁ, ଅମୃତ ଗୁଡ଼ାକୁ ନଷ୍ଟ କରୁଛୁ। କ୍ଷୀର ଅମୃତ, ଦହି ଗୋଟିଏ ଅମୃତ, ଘିଅ ଗୋଟିଏ ଅମୃତ, ମହୁ ଗୋଟିଏ ଅମୃତ। ତାକୁ ଆମେ ଅମୃତ ବୋଲି କହୁଛୁ। 5ଟି ଅମୃତକୁ ମିଶେଇ ଦେଇ ଆମେ କହୁଛୁ ପଞ୍ଚାମୃତ। ସେଇ 5ଟି ଅମୃତକୁ ଆମେ ଶିବଙ୍କ ଲିଙ୍ଗ ଉପରେ ଢାଳିକିରି ଆମେ ଗୋଟେ କହୁଛୁ ଯେ ଆମକୁ ପୁଅ ଦିଅ, ଝିଅ ଦିଅ, ଚାକିରି ଦିଅ, ଟ୍ରାନ୍ସଫର କର, ପ୍ରମୋଶନ କର, ଏଇଆ ସବୁ ଆମ କଥା। ତେଣୁ ଶିବ ହେଉଛନ୍ତି ଆଶୁତୋଷ। ସେ ଜଳର ଅଭିଷେକରେ ବହୁତ ଖୁସି ହୁଅନ୍ତି। ଦୁଧ, ଦହି, ଘୃତ, ଛେନା, ଲହୁଣୀ ୟାକୁ ଚକଟିକିରି ଭୋଗ କର, ଶିବଲିଙ୍ଗରେ ଘର୍ଷଣ କରି ତାକୁ ତୋଳିକିରି ଆଣି ଘରେ ଖାଅ। ସିଏ କଥାରେ କାହାର ମନ ନାହିଁ। ଆଜି ଯୋଉ ଗୋମାତାଙ୍କୁ ଆମେ କହୁଥିଲୁ ସିନ୍ଧୁ ସଭ୍ୟତାର କେତୋଟି ମା, ପ୍ରଥମ ମା ହେଉଛି ପ୍ରକୃତି। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଦ୍ୱିତୀୟ ମା ହେଉଛନ୍ତି ଜନନୀ, ଯାହାଙ୍କ ଗର୍ଭରେ ଆମେ ଥିଲୁ।
ତୃତୀୟ ମା ହେଉଛନ୍ତି ଧରିତ୍ରୀ। ଜନ୍ମ ହେଲୁ ତ ଧରିତ୍ରୀରେ ପଇଲୁ। ତାପରେ ମା ହେଉଛନ୍ତି ଗୋମାତା। ଯଦି ମାତୃସ୍ତନରେ କ୍ଷୀର ନ ହୁଏ, ଗୋମାତାର କ୍ଷୀର ଖାଇ ଆମେ ବଞ୍ଚିବୁ। ସେ ଗୋମାତାଙ୍କର କ୍ଷୀର ଆଜି ମଧ୍ୟ ବିଷ ହେବାକୁ ଯାଉଛି, କାରଣ ତାଙ୍କ ଖାଇବା ପାଇଁ ଘାସ ନାହିଁ କି କୁଟା ନାହିଁ। ସେ ରାସ୍ତାରେ ବୁଲିକରି ପ୍ଲାଷ୍ଟିକ ଚୋବେଉଛନ୍ତି। ତେଣୁ ସଜ୍ଜନ, କେତେ ବଡ଼ ଭୁଲ ଆମେ କରିବାକୁ ଯାଉଛୁ। ଆଜି ବଳଦ ମାନେ ନାହାନ୍ତି, ସେ କୁଆଡ଼େ ଗଲେ? ଷଣ୍ଢ ମାନେ ବୁଲୁଛନ୍ତି। ଏ ବର୍ଷ ଯୋଉ ଷଣ୍ଢ ବୁଲୁଛନ୍ତି ଆର ବର୍ଷକୁ ନାହାନ୍ତି, ସେ ଯାଉଛନ୍ତି କୁଆଡ଼େ? ତାଙ୍କୁ ବିକ୍ରି କରୁଛି କିଏ? ଆଉ କାହିଁକି ବିକ୍ରି କରୁଛି? ସିଏ ବିକ୍ରି କରୁଛନ୍ତି ପଇସା ପାଇଁ, ସିଏ ଯାଉଛନ୍ତି ହଣା ହେବା ପାଇଁ। ଶେଷରେ ଆମେ ସଭ୍ୟତା ଆଉ ଧର୍ମକୁ ଏମିତି ବୁଝିଛୁ, ପଇସା ଲୋଭରେ ହିନ୍ଦୁ ମଧ୍ୟ ଗାଡ଼ି ଭିତରେ ବଳଦ ଗାଈମାନଙ୍କୁ ପୁରେଇ ସେ ନେଇକରି କୁଆଡ଼େ ଯାଉଛି, କଲିକତା ଯାଉଛି, ଏମିତି ଯାଉଛି, ଧରା ପଡୁଛନ୍ତି। ସେତିକି ବି ନୁହେଁ, ଗୋମାଂସକୁ ଆଣି ତାକୁ ସବୁ ଛେଳି ମାଂସରେ ମିଶାଇକିରି ମଧ୍ୟ ବିକ୍ରି କରୁଛନ୍ତି। ଏହା ଯଦି ହୁଏ, ଧର୍ମ ରହିବ କି? ପ୍ରଭୁ ଯୋଉ ଗୀତାରେ ଆପଣ ଲେଖିଛନ୍ତି, ଗୀତା, ସେ ଗୀତାରେ ଯୋଉ କହିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ସାବୁନ ମଇଳାକୁ ସଫା କରେ, କିନ୍ତୁ ଗୀତାର ଇଏ ଶ୍ଲୋକ କହୁଛି ସାବୁନକୁ ସଫା କରିବା ପାଇଁ ଆଉ ଗୋଟାଏ ଯନ୍ତ୍ର ବି ଆସେ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନଂ ହୃଦାମ୍। ଧର୍ମକୁ ପରିଷ୍କାର କରିବା ପାଇଁ ଭଗବାନଙ୍କୁ ଅବତାର ନେବାକୁ ହୁଏ। ସେ ଆସିକିରି କଣ କରନ୍ତି? ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥା ପନାର୍ଥାୟ ସମ୍ଭବାମି ଯୁଗେ। ଆପଣ କହିବେ ଏ ଶ୍ଲୋକ କଣ ଆମେ ଜାଣିନୁ? ଆପଣ ଜାଣିଥିବେ, କିନ୍ତୁ ମୁଁ ଅଳ୍ପ ଲୋକ, ମୁଁ ଯେତିକି କହୁଛି। ସାଧୁ କୋଉଠି ଅଛନ୍ତି? ଆପଣ ଭାବୁଥିବେ ଆମର ଏଇ ଆଶ୍ରମରେ ବି ସାଧୁ ଅଛନ୍ତି, ସେ ଆଶ୍ରମରେ ଅଛନ୍ତି, ଏ ଆଶ୍ରମରେ ଅଛନ୍ତି। ଇଏ ହଉଛନ୍ତି ମଣିଷ ସାଧୁ। ବୈରାଗ୍ୟ ଆସିଛି, ସେ ସାଧନ କରିବା, ଭଜନ କରିବା ପାଇଁ ସାଧୁ ହେଲେ। କିନ୍ତୁ ଜୀବନ ମନ୍ଦିରରେ 11 ଜଣ ସାଧୁ ଅଛନ୍ତି। ପ୍ରତ୍ୟେକ ଜୀବନ ଭିତରେ 11 ଜଣ ସାଧୁ। ଆଖି ଗୋଟିଏ ସାଧୁ, କାନ ଗୋଟିଏ ସାଧୁ, ନାକ ଗୋଟିଏ ସାଧୁ, ପାଟି ଗୋଟିଏ, ହାତ ଗୋଡ଼, ଇଏ ଆଙ୍ଗୁଠି ନଖ ପର୍ଯ୍ୟନ୍ତ ସବୁ ସାଧୁ। ଆକୁ ଗଣିଲେ 11ରୁ ବେଶୀ ହେବେ। ଯେମିତି ଆପଣମାନେ ଶୁଣୁଛନ୍ତି, ବେଳେ ବେଳେ ସେବକମାନଙ୍କ ଭିତରେ ଗଣ୍ଡଗୋଳ ହେଇ ଠାକୁରମାନଙ୍କର ପୂଜାର୍ଚ୍ଚନା ବନ୍ଦ ହେଇଯାଉଛି, ସେମିତି ଜୀବନ ମନ୍ଦିରର ସେବକମାନେ ଏତେ ବିକ୍ଷିପ୍ତ ହେଇଯାଉଛନ୍ତି। ଏ ହାତ ଆସିଛି, କାମ କରିବ, ଖାଇବ, କାହାକୁ ସାନ୍ତ୍ୱନାମୂଳକ ଆଶୀର୍ବାଦ କରିବ,
ନାମ କରିବ, କୀର୍ତ୍ତନ କରିବ, ଏ ହାତ ଏଇଥିପାଇଁ ଆଇଛି। କିନ୍ତୁ ଏ ହାତ ଯଦି ଛୁରୀ ଧରିବ, ବମ୍ ଫୁଟେଇବ, ଆଉ ମଦ ବୋତଲ ଧରିକିରି ସିଗାରେଟ ହାତର ଦୁଇ ଆଙ୍ଗୁଠି ଭିତରେ ସିଗାରେଟ ରଖିକିରି ତାକୁ ଟାଣିବ, ତାହେଲେ ସିଏ କାଳେ ହେଉଛି ଗୋଟେ ଭଲ ମଣିଷଟେ। ସିଗାରେଟ ଟାଣୁଛି, ମଦ ପିଉଛି। ତେଣୁ ଆଜି ସଭ୍ୟତା ଆଜି ଅସଭ୍ୟତାରେ ପରିଣତ ହେବାକୁ ଯାଉଛି। ତେଣୁ ଏଇ ସାଧୁମାନଙ୍କୁ, ଏଇ ନାକ କାନ ଆଖି ହାତ ଗୋଡ଼, ଏଇ ସାଧୁମାନଙ୍କୁ ପରିତ୍ରାଣ କରିବା ପାଇଁ ଏଇ ବାଟରେ ଯାଅ, ଏଇ ବାଟରେ ଯାଅ ନା, ଏତିକି କଥା କହିବା ପାଇଁ ସାଧୁମାନେ ଭଗବାନ ସାଧୁ ରୂପରେ ଆବିର୍ଭାବ ହୁଅନ୍ତି। ସେଥିପାଇଁ ଭାଗବତରେ କୁହାଗଲା, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋରତ। ସ୍ତ୍ରୀ ଶୂଦ୍ର ପତିତ ଚାଣ୍ଡାଳେ ତରନ୍ତି ସାଧୁ ସଙ୍ଗରେ। ସର୍ବ କୁସଙ୍ଗ ଦୋଷ ହରେ ଯେ ନିତ୍ୟ ସାଧୁ ସଙ୍ଗ କରେ। ତେଣୁ ଆଜି ଚୂଡ଼ାମଣି ଆଶ୍ରମରେ ବା ଆମର ଏଇ ଯେଉଁ ଅନନ୍ତ ବଳିଆ ଆଶ୍ରମରେ 10ମ ବାର୍ଷିକ ଉତ୍ସବ ଉପଲକ୍ଷେ ଆପଣମାନେ ଏଠି ନାମକ ଯଜ୍ଞ, ଘୃତ ଯଜ୍ଞ, କଥା ଯଜ୍ଞ, ଅନ୍ନ ଯଜ୍ଞ, ଅଭିଷେକ ଯଜ୍ଞ ଏସବୁ କରିଛନ୍ତି। ଏତିକି ମଧ୍ୟ ଯଥେଷ୍ଟ ନୁହେଁ। ଆଜି ବଳିଆ ଆସିଛି ବୋଲି ଆପଣମାନେ ଆସିଛନ୍ତି, କାଲିକି ବଳିଆ ରହିବ, କାଲିକି ବି ଆସିବେ, ତାପରଦିନ ବଳିଆ ରହିବନି, ତାପରେ ଆଉ ପୁଣି ଯାଇ ଆର ବର୍ଷକୁ ଆସିବେ। ତେବେ ଏଥିରେ କ'ଣ ଆମର ଶିଷ୍ଟାଚାର ବର୍ଦ୍ଧିତ ହେବ? ତେଣୁ ସଜ୍ଜନ ଭଲ ମଣିଷ ହେବା ପାଇଁ, ଭଲ ପରିବାର ହେବା ପାଇଁ, ଆପଣ ଦେଖନ୍ତୁ ଆମ ଜଗନ୍ନାଥଙ୍କ ରତ୍ନ ସିଂହାସନକୁ ଅନାନ୍ତୁ, ଏମିତିଆ ଦର୍ଶନଟି ପୃଥିବୀରେ ନାହିଁ। ଆପଣ ଟିଭି ପରଦାରେ ଯେତେବେଳେ ଖୋଲିଦେବେ, ସେତେବେଳେ ସ୍ୱାମୀ ସ୍ତ୍ରୀ ଅମୁକ ଇଏ କ'ଣ ପ୍ରେମିକ, ସେ ପ୍ରେମିକା, ଏମିତି ସବୁ କ'ଣ ହେଉଛନ୍ତି। ପୁଣି ହଣାହଣି ବି ହେଉଛନ୍ତି। କେଉଁଠି ପୁରୁଷ ହାଣି ଦେଉଛି ନାରୀ, କି ନାରୀ ହାଣି ଦେଉଛି ପୁରୁଷ। ଆରେ ଇଏ କି ଭଲ ପାଇବା? ତେଣୁ ଏ ସବୁ କଥା ଭିତରେ ଜଗନ୍ନାଥଙ୍କ ଦର୍ଶନ ଆମକୁ ଶିକ୍ଷା ଦେଇଛି ଭାଇ ଭଉଣୀର ପବିତ୍ର ସମ୍ପର୍କ। ସେ ଜଗନ୍ନାଥଙ୍କ କଥା ତ କହିବାକୁ ଗଲେ ରାତି ପାଇବ କି 5-7 ଦିନ ହେବ, କିନ୍ତୁ ଆମେ ଆଗେ ପ୍ରଥମେ ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହେଇକିରି ଅନେଇବା, ସେ ରତ୍ନ ସିଂହାସନରେ କିଏ ବସିଛନ୍ତି କି? ବସିଛନ୍ତି ବଳଦେବ। ସେ କିଏ? ବଡ଼ ଭାଇ। ବସିଛନ୍ତି ଜଗନ୍ନାଥ, ସାନ ଭାଇ। ମଝିରେ କିଏ ବସିଛନ୍ତି? ସୁଭଦ୍ରା। ଗରୁଡ଼ କ'ଣ କରୁଛି? ହାତ ଯୋଡ଼ିକିରି ବସିଛି, ସିଏ ହେଉଛି ଭକ୍ତି। ତେଣୁ ଏଇ ଯେଉଁ କଥାଟି ଆପଣମାନେ ଲେଖିଛନ୍ତି ଗୀତା ଓ ଜଗନ୍ନାଥ ତତ୍ତ୍ୱ, ଇଏ ଗୋଟେ ବିରାଟ ତତ୍ତ୍ୱ। ଗୀତା ଗୋଟିଏ ମନ୍ତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ଆପଣମାନେ ଗୀତାର ପରବର୍ତ୍ତୀ ଜନ୍ମ ଭାଗବତ, ତାର ପରଜନ୍ମ ହେଉଛି ଭାଗବତ। ଆପଣମାନେ ଏଠି ଭାଗବତ ପାଠ କରୁଥିଲେ, ବହୁତ ବଢ଼ିଆ କଥା। ଆଗରୁ
ବୋହୂ ମାନେ ଶାଶୁମାନଙ୍କ ଆଗରେ ଭାଗବତ ପଢୁଥିଲେ। ସେ କିନ୍ତୁ ଇଂରାଜୀ ପଢିପାରିବେ କିନ୍ତୁ ଭାଗବତ ପଢିପାରିବେ। ଏଇ ଗୀତା ଓ ଭାଗବତ ଗୋଟିଏ ମନ୍ତ୍ର ଦେଇଛନ୍ତି, ଯେଉଁ ମନ୍ତ୍ରଟି ହେଉଛି ବଳଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ସେ ମନ୍ତ୍ରଟି କ'ଣ? ଓମ୍ ନମ ଭଗବତେ ବାସୁଦେବାୟ। ଆପଣଙ୍କ ଘରଟି ଆମ ଏ ଅଞ୍ଚଳଟି ବାସୁଦେବପୁର। ଓମ୍ ନମ ଭଗବତେ ବାସୁଦେବାୟ। ବଳଦେବଙ୍କୁ ଯେତେବେଳେ ଆପଣ ଦର୍ଶନ କରିବେ, ଏଇ ମନ୍ତ୍ରରେ ଆପଣ ବଳଦେବଙ୍କୁ ଦର୍ଶନ କରିବେ। ଯଦି କେତେବେଳେ ମନ ହେଲା ତାଳି ବଜେଇକିରି ମଧ୍ୟ କୀର୍ତ୍ତନ କରିବେ ଏଇ ମନ୍ତ୍ର। ଓମ୍ ନମୋ ଭଗବତେ ବାସୁଦେବା। ଓମ୍ ନମୋ ଓମ୍ ନମୋ ବାସୁଦେବା। ଓମ୍ ନମୋ ବାସୁଦେବା। ଓମ୍ ନମୋ ଭଗବତେ ବାସୁଦେବା। ये मंत्र प्रसिद्ध मंत्र बलदेवंकर। बलदेव यही मंत्र पूजा पाती। ओम ओम कौन? भागवत रे भागवत पढ़ंतु जानिबे। संसार रे जेते मंत्र अछि श्रेष्ठ मंत्र हूँ ओंकार। भागवत कहते, गीता भी कहते। सकल मंत्र मध्य विधान नम नमस्कार केवल हिंदू करे। ये हूँ वासुदेवपुर अंचल अविभक्त बालेश्वर जिला। जो जिले में कांत कवि महापात्र ठारू आरंभ करी केते महान लोक माने जन्म होते यही अंचल यही अविभक्त बालेश्वर। एठी आमे जहा माने ता कहीदेले माने आपण ग्रहण करेंगे। एठी जने प्रधान शिक्षक सभा परिचालना करुले, तांका भाषारू जना पड़ुला से केते रिसर्च करिसंती। तेबे ओम ओम कहिले कौन मुझे विशेष व्याख्या करूना, खाली संक्षिप्त करुच्ची। ओम कहिले जन्म कर्म मृत्यु। ओम कहिले उत्पत्ति स्थिति प्रलय। ओम कहिले ब्रह्म। आपको कही किए सी भागवत तो कही पुणी गीता भी कहले ओमित्यकाक्षरं ब्रह्म। ये छाड़ू ये गला। हाँ नम नम ये नमटी हूँ केवल हिंदूर। एरा मन रखिथे। आउ जो जातु टीवी परदार आज विश्व को आप देखुं किए हैंडसेक करुच्ची
କିଏ ସାଲ୍ୟୁଟ ମାରୁଛି, କିନ୍ତୁ ହିନ୍ଦୁ ସାଲ୍ୟୁଟ ମାରେନି। ସେ ଜାତୀୟ ପତାକାକୁ ସାଲ୍ୟୁଟ ମାରେ, ଜାତୀୟ ସଂଗ୍ରାମୀ ମାନଙ୍କୁ ସାଲ୍ୟୁଟ ଦିଏ। ସେ କ'ଣ କରେ? ବିଛଣାରୁ ଉଠିବ ତ ସେ ସାଲ୍ୟୁଟ ମାରିବନି, ନମସ୍କାର କରିବ। କାହାକୁ? ଧରିତ୍ରୀଙ୍କୁ, ଗଙ୍ଗାଙ୍କୁ, ଗଙ୍ଗା, ସୂର୍ଯ୍ୟଙ୍କୁ, ପିତାମାତାଙ୍କୁ, ଗୁରୁ ଗୁରୁଜନଙ୍କୁ ସେ ଦେଖିଲେ କ'ଣ କରେ? ନମସ୍କାର। ନମସ୍କାର ପ୍ରିୟ ଭାନୁ। এই করোনা সময়ে আপনার দেখবে হিন্দুর নমস্কার কু সমস্তে গ্রহণ কলে, রশিয়া, আমেরিকা, ব্রিটেন, চীন সমস্তে হাত মিলাইবে, মিলাইলে কালে করোনা মারি আসিব, হাত সে যায়, হাতটা এমনি যায়, পুরি ফেরি আসে। নমস্কার কর, ମୁଁ ବସିକିରି ହସେ। ହିନ୍ଦୁର ନମସ୍କାରକୁ ଆଜି ସମସ୍ତେ ଗୃହୀତ କରିଛନ୍ତି। ମନ୍ନନା ଭବ ମଦ ଭକ୍ତୁ ମଜ୍ଜାଜି ମାଙ୍ଗ ନମସ୍କୁର। ଶାଶୁ ବୋଉରେ ବହୁତ କଜିଆ ଲାଗୁଛି, ବୋଉ ଯାଇ ଶାଶୁକୁ ଖାଲି ଦଣ୍ଡବର୍ତ୍ତା ହଉଛ। ଖାଲି ଏତିକି କହୁଛ, ବହୁତ ଇଂରାଜୀରେ କହୁଛନ୍ତି, ସରି, ପ୍ଲିଜ ଏକ୍ସକ୍ୟୁଜ ମି, ସବୁ କହୁଛନ୍ତି। କେବଳ ଯଦି ମା ପାଖରେ ପୁଅ ଯାଇ ଯଦି ମାନେ ଦଣ୍ଡବତ ଟିକେ ହୁଏ, କି ଟିକେ ଭୁଲ ସ୍ୱୀକାର କରେ, କି କାନ୍ଦି ପକାଏ, କି ଗୋଟେ ପ୍ରେମପୂର୍ଣ୍ଣ ବାତାବରଣ ସେ ସୃଷ୍ଟି କରେ, କାହାରି ମନରେ ତା ପାଇଁ ଅନାଶୀର୍ବାଦ ରହିବ। କାହାକୁ ଗୋଟେ କି ପ୍ରକାର ଗୋଟେ ଯୁଗ ଆଇଛି, କାହାରିକି ବିଲକୁଲ ସେ ପସନ୍ଦ କରୁନି, କାହାରିକି ସେ ଖାତିର ବି କରୁନି। ଗୋଟେ ଏବେ ଆପଣ ଦେଖିବେ, ଶୁଣି ଟିଭିରେ ଦେଖିଥିବେ, ଗୋଟେ ଭଲ ଡାକ୍ତର, ତାକୁ ରୋଗୀମାନେ ବହୁତ ଭଲ ପାଉଛନ୍ତି। ସେ ଅଞ୍ଚଳର ଲୋକ ତାଙ୍କୁ ପୁରା ତାଙ୍କ ପାଇଁ ପାଗଳ। ଜଣେ ଯୁବ ଚିକିତ୍ସକ, କ'ଣ ତାଙ୍କ ମନ ବିଗିଡ଼ିଲା, ମୁଁ ସେ ବାବୁମାନଙ୍କ ନାଁ ସବୁ କହିଲେ ପୁଣି ଘା ହେଇଯିବ। କ'ଣ ତାଙ୍କ ମନ ବିଗିଡ଼ିଲା, ଯାଇକି ତାଙ୍କୁ ଏମିତି ସୋଧାସୋଧି କଲେ ଯେ ସିଏ ବି କାନ୍ଦିଲେ। ତାଙ୍କ ପାଇଁ ମା ମାନେ ଆସିକିରି ତାଙ୍କ ଆଖିରୁ ଲୁହ ପୋଛିଦେଲେ, ନିଜେ ବି କାନ୍ଦିଲେ। লিভি লিভি আসে জীবন প্রদীপ সরি সরি আসে ଆମ ଆଶ୍ରମର ଜଣେ ବ୍ୟକ୍ତି ଅଛନ୍ତି, ସେ ଯାଇଥିଲେ ଘରକୁ, ତାଙ୍କ ଭାଇ ଭାଇ ଭିତରେ କଜିଆ ଲାଗିଲା। ମା ଯେତେବେଳେ ଅଛି ସେ କ'ଣ ସହିପାରିବ? ମାତୃ ହୃଦୟକୁ କିଏ ବା ବୁଝି ମା କଥା ସିଏ ଯାଇଛନ୍ତି ଘରକୁ, ଦି ଭାଇଙ୍କର ଠେଲା ପେଲା ହେଲା। ମା ସେଠି ବହିଛି, ତାକୁ 80 ବର୍ଷ ହେଲାଣି। ସିଏ ଉଠିକିରି ଦି ପୁଅଙ୍କୁ ଛଡେଇବାକୁ ଚେଷ୍ଟା କଲା।
ଗୋଟିଏ ପୁଅ ପକେଇଲା ପାହାରେ ଯେ ଏକାଥରେ ବୁଢୀ ଠକ। ଏଇ ନିକଟ କଥା ମୁଁ କହୁଛି। ତାହେଲେ ସେ କଣ ସେ? ଆମେ ତ ଭାରି କହୁ କହୁ ହେ କଂସଟା ମହାପାପୀ, ରାବଣ କାଳେ ମହାପାପୀ, ମହିଷାସୁର ମହାପାପୀ। ଆଉ ଆମେ ମାନେ ଏଇ ଯୋଉ ବିଭିନ୍ନ ମାନେ ପୂଜା ପୂଜି ଏମିତି କରୁଛୁ, ଆମେ ହଉଛୁ ପୁଣ୍ୟବନ୍ତ ମଣିଷ। ଏ ସବୁ ନୁହେଁ। ନଈପର ନମ୍ରତା ଗୁଣ ଠାରୁ ବଡ଼ ଗୁଣ ଦୁନିଆରେ କିଛି ନାହିଁ। ଏବେ ଗୋଟେ ଫୋନରେ ଗୋଟେ ମତେ ମୋ ଚାଳକ ସେ ବିଜୟ ମତେ ଦେଖେଇଲା, ଗୋଟେ ବାଛୁରୀ ଜନ୍ମ ହେଇଛି, ତାକୁ ରୋଗ ହେଇଛି, ତା ମା ତାକୁ ଚାଟିଲା, ଭଲ ହେଲାନି। ସେ କଣ କଲା, ତା ପାଖକୁ ଯାଏ, ଦୌଡ଼ି ଦୌଡ଼ିକିରି ସେ ଯାଏ ପଶୁ ଡାକ୍ତରଙ୍କ ଖାନାକୁ, ଯୋଉଠି ପଶୁ ଚିକିତ୍ସକ ମାନେ ଅଛନ୍ତି। ସେଠି ଯାଇ ଭେଳାଏ ଠିଆ ହୁଏ, ଆଖିରୁ ଲୁହ ବହେ। ଏବେ ବି ଫୋନରେ ସେ ବୁଲୁଛି ସେ ଚିତ୍ର। ପୁଣି ଦୌଡ଼ିକି ଆସେ ତା ଛୁଆକୁ ଦେଖିବା। ଏଇଭଳି 2-3 ଥର ହେବା ପରେ ପଶୁ ଡାକ୍ତର ଜାଣିଲେ ସିଏ ବୋଧେ ମତେ ଡାକୁଛି ତା ଛୁଆ ପାଖକୁ ଯିବା ପାଇଁ। ଇଏ ଯେତେବେଳେ ବାହାରିଲେ, ମା ତାଙ୍କର ଆଗେ ଆଗେ ଦୌଡ଼ିଲେ, ଡାକ୍ତର ତାଙ୍କ ପଛେ ପଛେ ଗଲେ। ସିଏ ଯେତେବେଳେ ଛୁଆକୁ ଟ୍ରିଟମେଣ୍ଟ କଲେ ବା ତାଙ୍କ ଚିକିତ୍ସା କଲେ, ଛୁଆ ଭଲ ହେଇଗଲା, ଗାଈ ବି ମଧ୍ୟ ଖୁସି। ଇଏ ହଉଛି ମା। ସେଇ ମାକୁ ଆମେ ପଠାଉଛୁ, ଯାହା ତାକୁ ହାଣିବ। ଇଏ ସଂସାରରେ ମୋର ଆଉ ରହିବାର ଅଧିକାର ନାହିଁ। ମୁଁ ଦିନକୁ ଦିନ ଏବେ ଭାବିଲେଣି, କୋଉଠି ଶାନ୍ତି ଅଛି, କେଉଁଠି ଜୀବ ପ୍ରତି ଭଲ ପାଇବା ଅଛି, ଆମେ ସେଠିକି ପଳେଇବା, ଏଠି ଆଉ ରହିବା। ବିବେକାନନ୍ଦ କହିଥିଲେ, ଜୀବ ସେବା କରେ ଯେଉଁ ଜନ, ସେଇ ଜନ ସେବିତେ ଈଶ୍ୱର। ଭାଗବତ କହିଥିଲେ, ଜୀବରେ ଯାର ଦୟା ନାହିଁ, ଉଦ୍ଧବ କଥା କହିଲା ବେଳେ ଆମେ କେତେ ବଡ଼ ବଡ଼ କଥା କହୁଛୁ। ଭୀମ ଭୋଇ ଲେଖିଥିଲେ, ମୁଁ ନିଜେ ପାର୍ଲାମେଣ୍ଟ ଭିତରେ ବସିଛି, ମତେ ନିମନ୍ତ୍ରଣ ଗୋଟେ ହେଇଥିଲା। ଏଇ ଯୋଉ ରାଷ୍ଟ୍ରପତି ଆମର ଦ୍ରୌପଦୀ ମୁର୍ମୁ ହେଇଛନ୍ତି, ତାଙ୍କରି ଶପଥ ନା କଣ ବେଳେ ଆମକୁ ସବୁ ନିମନ୍ତ୍ରଣ ହେଲା। ଆମେ ଯାଇ ସେଠି କ'ଣ କରିବୁ? ନା ବାବା ଟିକେ ଯାଆନ୍ତୁ। ଗଲୁ, ଆମେ ବସିଲୁ। ବୋଲେ କ'ଣ ଏ ଚେୟାରରେ ବସିକିରି କ'ଣଟା ମୁଁ ଏଠି କରିବି? ମୁଁ ସେ ଯାଇ କୋଉଠି, ଆମେ ଆଜି କୋଉଠି? କିନ୍ତୁ ତାଙ୍କ ଭାଷଣ ଭିତରେ ସେ ଗୋଟିଏ ପଦ କହିଦେଲେ, ମୋ ଭିତରେ ଚମକ ସୃଷ୍ଟି ହେଲା। ପ୍ରାଣୀଙ୍କ ଆରତ ଦୁଃଖ ଜୀବନ ଦ୍ରୌପଦୀ ମୁର୍ମୁ ଆମ ଓଡ଼ିଆ ଝିଅ, ସିଆକୁ କହିଲେ। କିନ୍ତୁ ଉପରାଷ୍ଟ୍ରପତି ଥିଲେ ଭେଙ୍କିୟା ନାଇଡୁ, ସେ ଦକ୍ଷିଣ ଭାରତର ଲୋକ। ସିଏ ମଧ୍ୟ ତାଙ୍କ ଭାଷଣରେ ଏଇ ଧାଡ଼ିଟାକୁ ରିପିଟେସନ କଲେ, ମୋ ଜୀବନ ନର୍କେ ପଡ଼ି
ଆଜି ମନ୍ଦିର ଗଢ଼ା ଚାଲିଛି, ଗୋଟା ସୌଖିନ ଆଉ ମନ୍ଦିର ଗଢ଼ା ଚାଲିଛି, ମୂର୍ତ୍ତି ପ୍ରତିଷ୍ଠା ଚାଲିଛି, ଆଉ କାରିଗର ମାନେ ବଞ୍ଚୁଛନ୍ତି, ବ୍ରାହ୍ମଣ ମାନେ ପ୍ରତିଷ୍ଠା କରି ସେମାନେ ବି ବଞ୍ଚୁଛନ୍ତି। ତାକୁ ଆମେ ବିରୋଧ କରିପାରିବୁନି, ବିରୋଧ କଲେ ବି ସମାଜରେ ରହିହେବନି। କିନ୍ତୁ ଜୀବନ ମନ୍ଦିର ଆଜି ଭାଙ୍ଗି ଯାଉଛି। ବୈକୁଣ୍ଠ ପରିବାର ଆଜି ନର୍କଗାମୀ ହେଇଯାଉଛି। କିନ୍ତୁ ମନ୍ଦିର ଗଢ଼ା ଚାଲିଛି। ବାଟରେ ଘାଟରେ ବଣରେ ଜଙ୍ଗଲରେ ଯୋଉଠି ଦେଖିବ ହନୁମାନ ଗୋଟେ ଏମିତି ଆଶୀର୍ବାଦ ମୁଦ୍ରା କରି ଏମିତି ଅଛନ୍ତି। ମୁଁ ତାଙ୍କ ମୁହଁକୁ ଅନାଏ, ତମେ ତ୍ରେତୟା ଯୁଗରେ କ'ଣ ପାପ କରିଥିଲ, ଆଜି ଆମ ପାଇଁ ତୁମେ ଯୋଉ ଅସୁବିଧା ଭୋଗୁଛ ଖରା ତରାରେ, ଏଇଠି ବଇଛ କେହି ଜଣେ ନାଇଁ। ଯେମିତି ପଣା ସଂକ୍ରାନ୍ତି ହେଇଯିବ ଖାଲି ତ ମାଇକି ବାଜିବ ସ୍ୱାହା ସ୍ୱାହା। ତେଣୁ ସଜ୍ଜନ ନମ୍ରତା ଗୁଣ, ଅନ୍ୟକୁ ନମସ୍କାର କରି ଶିଖ, ସମ୍ମାନ ପ୍ରଦର୍ଶନ କରି ଶିଖ। ସେଥିପାଇଁ ଭାଗବତରେ କହିଲେ ନମଇ ନୃସିଂହ ଚର। ଯେ ଛାଡ଼ ଆଉ ବେଶୀଟା କହିବାନି। ଭ କହିଲେ ଓಂ ନମ ଭଗବତେ, ଭ କହିଲେ ଭକ୍ତି କର। ଭକ୍ତି ମାନେ ସେବା। ଏଠି କୃଷକର ଭକ୍ତି ହଉଛି ଚାଷ, ଜଣେ ଚିକିତ୍ସକଙ୍କର ଭକ୍ତି ହଉଛି ମଣିଷର ସେବା। ଏଠି ଜଣେ ମଞ୍ଚ ଉପରେ ମୋର ଶିଷ୍ୟ ଶିଶୁ ବିଭାଗର ଡାକ୍ତର ଏଠି ବସିଛନ୍ତି ଆପଣଙ୍କ ଅଞ୍ଚଳ। ତେଣୁ ଏଇମାନଙ୍କ ପାଇଁ କେତେ ଶିଶୁମାନେ ବଞ୍ଚି ଯାଉଛନ୍ତି। ମୋ ଠାକୁରଙ୍କ ନାଁ ହେଉଛି ଶିଶୁ ଅନନ୍ତ, ମୋର ଇଷ୍ଟ। ଜଣେ କୃଷକ, ଜଣେ ଚିକିତ୍ସକ, ଆଉ ଜଣେ ଶିକ୍ଷକ। ଶିକ୍ଷକର ଭକ୍ତି ହଉଛି ଛାତ୍ରବତ୍ସଳ, ପିଲାମାନଙ୍କୁ ଗଢ଼ିବା। ମୁଁ ଯାହା କହୁଛି ଭାଷଣ ମତେ ଦେଇ ଆସେନି, ମୁଁ ଦଉ ଗୋଟେ ଭାଷଣ ଦଉଛି। ମୋର ପିଲାଦିନର ଗୁରୁ ଯିଏ ମତେ ଅ ଆ ଶିଖେଇଥିଲେ, ତାଙ୍କ ଆଦେଶରେ ମୁଁ ସିନ୍ଦୁର ଟିକେ ନାଇଥିଲି, ମାନେ ପାଠ ଟିକେ ଭଲ ହବ ବୋଲି। ପାଠ ତ ହେଲାନି, ସାଠ ବି ହେଲାନି, ଯାହା ହବା କଥା ମୁଁ ହେଲି। କିନ୍ତୁ ସେ ମଧୁସୂଦନ କରଙ୍କୁ ମୁଁ ନମସ୍କାର କରେ। ମୋର ହାଇସ୍କୁଲର ଟିଚର ଯିଏ ମୋର ଗାଇଡ୍ ଥିଲେ ସୁରେନ୍ଦ୍ର ମହାନ୍ତି, ତାଙ୍କୁ ମୁଁ ନମସ୍କାର କରେ, ସବୁଦିନ କରେ। ଏମିତି ଦିନେ ଓଳିଏ ଯିଏ ମୋର ୟୁପି ସ୍କୁଲର ସେତେବେଳେ ଥିଲା ପଞ୍ଚମ ବ୍ରଜକିଶୋର ମହାନ୍ତି, ତାଙ୍କୁ ନମସ୍କାର କରେ। ଆଶ୍ରମ ତାଙ୍କ ଫଟୋ ବି ମୁଁ ରଖିଛି, ପୂଜା କରେ। ତେଣୁ ସଜ୍ଜନ ପୂଜ୍ୟ ପୂଜା ଯୋଉଠି ବ୍ୟତିକ୍ରମ ହୁଏ, ସେଠି ଧର୍ମ କୋଉଠି ରହିବ? ଇଏ ମନ୍ଦିରରେ କଣଟା? ତେଣୁ ଭକ୍ତି କହିଲେ ସେବା। ଭ ଗ କହିଲେ କଣ? ଗତିଦାତା। ଆମେ କେମିତିଆ ମଣିଷ, କଣ ଆମେ କରୁଛୁ, ସେଇଟାକୁ ଯିଏ ସବୁବେଳେ ଜାଣୁଛନ୍ତି, ସବୁ ମୁହୂର୍ତ୍ତରେ ଜାଣୁଛନ୍ତି, ସିଏ ହଉଛନ୍ତି ଗତିଦାତା ଗୁରୁ। ଆଜି ଗୋଟେ ପିଲା ମୋର କହୁଥିଲା, ତା ନାଁ କହିବିନି, ସେ ପିଲାଟି କହୁଥିଲା
ବାବା ଯେତେବେଳେ ଆସୁଛନ୍ତି କିଛି ଲୋକ ବାବାଙ୍କଠୁ ଦୀକ୍ଷା ନେଉ। ଆମେ ଭାବୁଛୁ ଯାଉ ଆମର ଗୁରୁ ଭାଇ ଭଉଣୀ ବଢିଗଲେ, ତାପରେ ଦେଖିଲାକୁ ସେ ଆଉ କୋଉ ଗୁରୁଙ୍କ ପାଖରେ ହେଲେଣି ଶିଷ୍ୟ। ବାବା ଆଇଲେ ବି ଆସୁନାହାନ୍ତି। ମୁଁ କହିଲି ଯାହା ପାଖରେ ମଣିଷ ପଣିଆ ନାହିଁ, ଗୁରୁ କଣ ଯେ ଜାଣିନେଇ, ଖାଲି ଗୁରୁ ରମା ଗୁରୁ ବିଷ୍ଣୁ ଏମିତି ପଢୁଛି, ସିଏ କେମିତି ଗୁରୁ ଗ୍ରହଣ କରିବ? ଆଉ ଏମିତିଆ ଗୁରୁ ବି ଅଛନ୍ତି, ସେ କହୁଛନ୍ତି ଆମେ ହିଁ ଏକମାତ୍ର, ଆଉ କେହି ଏ ଦୁନିଆରେ ନାହାନ୍ତି। ତେଣୁ ସଜ୍ଜନ କଥା କହିଲେ ତ ମୁଁ ମାନେ ଅନେକ ସମୟରେ ଅପ୍ରିୟ ସତ୍ୟ କଥା କହେ, ବହୁତ ଲୋକଙ୍କୁ ବାଧେ ମତେ। ତେଣୁ ସଜ୍ଜନ ଯେ ଜୀବନ ସାରା ମୁଁ କହି ଆସିଛି, ଆଉ ଯେତେ ଦିନ ରହିବି ନିଶ୍ଚୟ କହିବି। ଭ ଗ ପରେ ବ, ଭଗବତୀ। ବ କହିଲେ କଣ? ବସୁଧୈବ କୁଟୁମ୍ବକମ୍। ये विश्व हूँ आमर परिवार। आमर सार कहते सभा परिचालक जे से कहते कौन कहते भगवान समस्त खंडे खंडे जमी देले, अमेरिका को देले, रशिया को देले, सभा शेष आम भारतीय माने पहुंचले। अलसुआ ये पहुंचले, भगवान कहले सब तो मुझे सारे तू गोटे पचराए जा से सिंधु नदी को गोटे जगह विराट उपत्यका से घर फर कही रही। तेणु ब कहले वसुधैव, ए वसुधा, ब कहले वायु, ब कहले समुद्र, ब कहले अग्नि, ब कहले आकाश, ब कहले ब्रह्म। भगवते आमे खाली जप कर कौन हम तत्व बुझे हम। तो कहले तत्व, एठी नामयज्ञ होउची ता तत्व कौन? अस्थिर मन को स्थिर कर। एठी सत्संग होउची तार तत्व कौन? निजकू समीक्षा कर, तम जीवन रे भूल केते ठीक केते। यदि घृत यज्ञ होउची ता तत्व कौन? सर्वे भवन्तु सुखीन। सबु कथार तत्व रही। आमे जमा तत्व को जानूनु। आमे नेपाली मानकर खाद्य मोमो ना कौन, मोमो ना कौन, ताकू वर्तमान खाइया पे आमे चटापट हो गल। मुझे नेपाल जाइली से मोमो खाई देखला को बर्तमान आम बजार में मिलूँ मोमो। तेणु यही सब जीवन माने खाइबा, पिंधिबा, पोशाक परिच्छन्न परिपाटी हवा एगुड़ाक बर्तमान बढ़ी जाऊ, किंतु तत्व किछि तार माने किछि। हौ सज्जन भगवती ये कहले एकाक्षर ब्रह्म, मु एक अनेक नुहे। तमे मनीष जाक मते मिसिकिरी मते सब अनेक कर देइछ, कि मु जणे। बा कहले निश्वास, सुमन। एटी आपण माने बहिचंती सुमन। दे कहले देवता, से के? मेघ आमर देवता, समुद्र आमर देवता,
ପୃଥିବୀ ଆମର ଦେବତା, ସୂର୍ଯ୍ୟ ଚନ୍ଦ୍ର ଏମାନେ ଆମର ଦେବତା, ବୃକ୍ଷ ତରୁ ତୃଣ ଲତା ଇଏ ସବୁ ଦେବତା। ବୃକ୍ଷ ଆମକୁ ଅମ୍ଳଜାନ ଦଉଛି। କୋଠା ଘର ଦବ? ଆମେ ତ କୋଠା ଘରେ ବହିଛେ ବି। କୋଠା ଘର ଅମ୍ଳଜାନ ଦେଇପାରିବ? ଫୁଲ ଦେଇପାରିବ? ଫଳ ଦେଇପାରିବ କି? ସୁବାସ ଦେଇପାରିବ କି? ମହୁ ଦେଇପାରିବ କି? କିନ୍ତୁ ଗଛ ଆମକୁ ସବୁ ଦବ। ତେଣୁ ଆଜି ଗଛ କଟା ଚାଲିଛି କଣ ନା ଆମେ ରୋଡ ତିଆରି କରି। କେହି କେହି କହୁଛନ୍ତି ରୋଡ ରାସ୍ତା ହଉଛି ତ ଗଛ କଟା ହଉଛି। ରୋଡ ପୁଣି କଣ, ରାସ୍ତା ପୁଣି କଣ? ତେଣୁ ଭୁଲ ଆଜି ସମାଜ ଆଜି ସମ୍ପୂର୍ଣ୍ଣ ଭୁଲ ବାଟରେ ଯାଉଛି। ଗଛ ଲଗାଅ, ଗୁରୁଜନଙ୍କୁ ସେବା କର। ଆଉ ଗୁରୁଜନ ଯଦି ଆଉ ତମର ନାହାନ୍ତି, ମରି ମାରି ଗଲେଣି, ତେବେ ସମାଜର ଦୁସ୍ଥ ଅବହେଳିତ ମଣିଷକୁ ସେବା କର। ସେ ଦୁଧ ଦହି ଗୁଡାକ ସେମିତିଆ ମଣିଷକୁ କୁହ। ଆଉ ଲିଙ୍ଗ ଉପରେ କଣ ଢାଳୁଛ? ଇଏ ହଉଛି ଦେବତା। ସୂର୍ଯ୍ୟ ଚନ୍ଦ୍ର ପବନ ସମୁଦ୍ର ନଦୀ ବନଗିରି ଭୀମକାନ୍ତ ଗାଏ ତବ ଆଉ କିଛି ଦିନ ପରେ ପାହାଡ଼ ପର୍ବତ ନଥିବ। ଆଉ କିଛି ଦିନ ପରେ ଆମ ମାଟି ତଳେ ଆଉ ପାଣି ମିଳୁନି। ଅନେକ ଜାଗାରେ ମାଟି ତଳେ ଆଉ ପାଣି ନାହିଁ। ବଞ୍ଚିବା କେମିତି? ନିଜେ ଭାବନ୍ତୁ। ଆଉ କିଛି ଦିନ ପରେ ଗୋଟେ ଔଷଧୀୟ ଗଛ ବି ମିଳିବ। କିନ୍ତୁ ଆମେ ପ୍ରାର୍ଥନା କରୁଛୁ, ଯଦି ଆମ ପ୍ରାର୍ଥନାଟା ଯଦି ତାଙ୍କ ପାଖରେ ପହଞ୍ଚିଥିବ, ସେ ଯେମିତି ହେଲେ ବି ମଣିଷ ଭିତରେ ସେ ଭାବନା ସୃଷ୍ଟି କରିବେ। ଇଏ ବିଶ୍ୱାସଟା ଆମର ଅଛି। ସେଇ ଦୃଷ୍ଟିରୁ ଆମେ କହୁଛୁ ସଂସାର ରହିବ, ରହିଛି। ବାସୁଦେବ ଯଦି ପେଟ୍ରୋଲ ସରିଯିବ, ଡିଜେଲ ସରିଯିବ, କିରୋସିନ ସରିଯିବ, ସବୁଠୁ ମଣିଷ ଗୋଟାଏ ବାହାନା କଲାଣି ସୂର୍ଯ୍ୟଙ୍କର ଆଲୋକରେ ସବୁ ସୂର୍ଯ୍ୟ କିରଣରେ ଚାଲିବ। ସୂର୍ଯ୍ୟ ଯଦି ମୁହଁ ଶୁଖେଇବେ, ଯେ ତମକୁ କ'ଣ ମୁଁ ସୃଷ୍ଟି ହେଇଥିଲି, ତମେ ମୋରିକୁ ନେଇକିରି ଗାଡ଼ି ଚଲେଇବ, ଇଏ କରିବ। ତେଣୁ ପ୍ରଦୂଷଣ କମିଯିବ। ସେ ଗାଡ଼ି ଗୁଡ଼ାକ ଆସିବା ଦରକାର। କିନ୍ତୁ ସେ ବଳଦ ଗାଡ଼ି ଦରକାର, ଆମର ସାଇକେଲ ବି ଦରକାର। ବର୍ତ୍ତମାନ ଯିଏ ପାଉଛି ଟିକେ ତା ପାଖରେ ପଇସା ହେଲା, ଗୋଟେ ଗାଡ଼ି କିଣିଦେଲା। ଆଉ ଏଇ ହଉଛି କଥା। ଶେଷ ବଟି ହଉଛି ବାସୁଦେବାୟ। ଜଗନ୍ନାଥଙ୍କର ଶ୍ରେଷ୍ଠ ମନ୍ତ୍ର କଣ? କାଲିକି କେବଳ ଜଗନ୍ନାଥଙ୍କ ପାଇଁ ପଦେ କହିକିରି ମୁଁ କହିଥିଲି, ମୁଁ କହିପାରେ ସବୁଦିନେ କହି କହି ମୋର ସବୁ ଗଣ୍ଡଗୋଳ ହେଇଗଲାଣି। ମୁଁ ଆଉ କହିପାରିବିନି। କୃଷ୍ଣ ବାବା କହିଲେ ଯଦି ନ କହିପାରିବେ ତାହେଲେ ପାଲା ହବ, ପାଲା ଶୁଣିବେ। ଆଉ ପାଲା କାହିଁ? ପାଲା କୋଉଠି କିଛି ନାହିଁ। ମୁଁ ଗଲେ ତାକୁ ପଚାରି ପାଲା କେତେବେଳେ ହବ?
କିନ୍ତୁ ଏ ଯୋଉ ନାମ କୀର୍ତ୍ତନ ଚାଲିଛି ସୁନ୍ଦର ନାମ, ଏଇ ହଉଛନ୍ତି ମଧ୍ୟ ଗୋଟେ ବଡ଼ ଜିନିଷ ହଉଛି। ପାଲା ନହେଲେ ଚଳିବ, କିନ୍ତୁ ମୋତେ କୃଷ୍ଣ ବୁଝେଇ ଦେଇଛି ଯଦି ଆପଣ ନ କହିବେ ମୁଁ କାଲି ଚେୟାର ପକେଇ ବସି ପାଲା ଶୁଣିବି। ଏ ପାଲା କାହିଁ? ଆଜି ଆମର ସେ କ'ଣ ବାହାନଗା ନା କ'ଣ ସେ ପୁଅଟି କହୁଥିଲା, ବାବା ସେ ସ୍ୱରରେ ଡାକ୍ତରଙ୍କ ଘରେ ସେ ଚନ୍ଦ୍ରମଣି ବୋଲି ଗୋଟେ ଗାୟକ ସେ ପାଲା କଲା, ସେଇଦିନ ଧରୁ ତା ପାଲାଟା ଚାଲିଛି, ଆଉ ତା ମୁହଁ ମିଳୁନି। ଯାହା ହଉ ଏବେ ଲୋକ ପାଲା ଶୁଣୁ। ତେଣୁ ଏସବୁ ହଉଛି କଥା। ତେବେ ବ କହିଲେ ଜଗନ୍ନାଥଙ୍କର ଶ୍ରେଷ୍ଠ ମନ୍ତ୍ର, ଜଗନ୍ନାଥଙ୍କ ଶ୍ରେଷ୍ଠ ମନ୍ତ୍ର ହଉଛି ଗୋପାଳ ମନ୍ତ୍ର। କାଲି କହିବା, ଆଜି ସବୁ କହିବା। ତେବେ ଜଗନ୍ନାଥଙ୍କୁ କୋଉ ମନ୍ତ୍ରରେ ନମସ୍କାର କରିବ? ଗୀତାର ଗୋଟିଏ ମନ୍ତ୍ର, ପରଂ ବ୍ରହ୍ମ ପରଂ এই ମନ୍ତ୍ରଟି ଗୀତାର 10ମ ଅଧ୍ୟାୟରେ ଅଛି। ତାକୁ ଖୋଜିବେ, ବାହାର କରିବେ, ମୁଖସ୍ଥ କରିବେ। ଆପଣଙ୍କ ଅଞ୍ଚଳରେ ବଳିଆ ପାଖରେ ପଢ଼ନ୍ତୁ, କି କାଳିଆ ପାଖରେ ପଢ଼ନ୍ତୁ, କି ପୁରୀରେ ପଢ଼ନ୍ତୁ, କି ରାଧାକୃଷ୍ଣ ମନ୍ଦିରରେ ପଢ଼ନ୍ତୁ, ଏଇ ମନ୍ତ୍ରଟି ପଢ଼ିବେ। ବ୍ରହ୍ମମୟ ଏ ଜଗତ, ବ୍ରହ୍ମାନନ୍ଦମ ପରମ ସୁଖଦମ। ଏ ଯୋଉ ଆନନ୍ଦ ସବୁ ତମେ କରୁଛ, ଆଉ ତ ଆନନ୍ଦ କେହି କହୁନା, ପାର୍ଟି। ଆମର ମ୍ୟାରେଜ ପାର୍ଟି ହଉଛି, ଆମର ଅମୁକ ପାର୍ଟି ହଉଛି। ଏ ପାର୍ଟି କ'ଣ? ମୁଁ ଆଗେ ପ୍ରଥମେ କିଛି ବୁଝିପାରିଲି, ଏ ପାର୍ଟି କ'ଣ ହଉଛି? ଶୁଣିଲା କି ସେ ଇଂରାଜୀ ଶବ୍ଦଟା, ମାନେ ଆଉ ଓଡ଼ିଆରେ ଆଉ କଥା କି ହିନ୍ଦୀରେ ଆଉ ନାହିଁ, ସବୁ ବର୍ତ୍ତମାନ ଇଂରେଜ ମାନଙ୍କୁ ବିଦାୟ ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନେ ଫାଶୀ କୁଣ୍ଡରେ ଝୁଲି ପଡ଼ିଛନ୍ତି। ତାର ମୁକ ମୁକ ସାକ୍ଷୀ ମଧ୍ୟ ଆପଣଙ୍କ ଅଞ୍ଚଳରେ ରକ୍ତ ତୀର୍ଥ। ଏଭଳି ତୀର୍ଥ ଭାରତ ବର୍ଷରେ ଅନ୍ୟ କୌଣସି ଜାଗାରେ ନାହିଁ। କିନ୍ତୁ ସବୁ କଥା ହଉଛି, କିନ୍ତୁ ବ୍ରହ୍ମାନନ୍ଦମ ସବୁ ଆନନ୍ଦ ଆସେ, ସରିଯାଏ। ଗୋଟିଏ ଆନନ୍ଦ ସରେ ନା, ସେ ହେଉଛି ବ୍ରହ୍ମାନନ୍ଦ। ବଳଦେବଙ୍କ ରଥର ନାଁ ହେଉଛି ବ୍ରହ୍ମତାରକ। ବ୍ରହ୍ମ କହିଲେ ବ୍ୟାପକ। ଗୀତାରେ ବ୍ରହ୍ମଙ୍କର ବର୍ଣ୍ଣନା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। 4ର୍ଥ ଅଧ୍ୟାୟରେ ବ୍ରହ୍ମାର୍ପଣଂ ବ୍ରହ୍ମ ହବି ବ୍ରହ୍ମାତ୍ ସବୁ ହିଁ ବ୍ରହ୍ମ। ତେବେ ଆପଣମାନଙ୍କୁ ଆଉ ବିଶେଷ କ'ଣ କହିବି? ମୁଁ ସମ୍ପୂର୍ଣ୍ଣ କ୍ଳାନ୍ତ। ଠିଆ ହେଲା ବେଳକୁ ଟଳଟଳ ଆଉ କ'ଣଟା କରିବି? ଆଉ ସବୁଦିନେ ଯଦି ଗାଡ଼ିରେ ବସିକି 200 କିଲୋମିଟର 300 କିଲୋମିଟର ଯିବ, ଆଉ ଦେହଟା କେମିତି ଭଲ ରହିବ? ତେବେ ଶରୀର ମନ ରଖ ପ୍ରଫୁଲ୍ଲ, ତେବେ ସେଇ ଶରୀର ମନ ପ୍ରଫୁଲ୍ଲ। କାଲିକି କାଳିଆ କଥା କହିବା, ଜୀବନର ଅନୁଭୂତି କହିବି। ବହିରେ ତ ବହୁତ କଥା ଲେଖା ହେଇଛି, ମୁଁ କହିଦେଲେ ଆପଣ ଦୋକାନରୁ କିଣିକି ପଢ଼ିଦେବେ।
କିନ୍ତୁ ଜୀବନରେ ମୁଁ ଯାହା ଅନୁଭବ କରିଛି ସେଇ କଥାଟା କାଲି ଘଣ୍ଟାଏ କି ଅଧଘଣ୍ଟାଏ କହିକିରି ଟିକେ ବିଶ୍ରାମ ନେବି। ଆପଣମାନେ ଭୁଲ ବୁଝିବେ ନାହିଁ, ମୁଁ ଟିକେ କ୍ଲାନ୍ତ ବିଶ୍ରାମ ବେଶୀ ସମୟ ନେଉଛି, ତେଣୁ ଆପଣମାନେ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି। ଆପଣମାନଙ୍କ ପାଇଁ ମୋର ଶୁଭେଚ୍ଛା ସବୁବେଳେ ରହିଛି। ମୁଁ ଗୁଡ଼ା କିଏ ଯେ କି ଶୁଭେଚ୍ଛା ଦେବି, ମୋ ଭିତରେ ଯିଏ ଅଛନ୍ତି ସେଇ ଆପଣଙ୍କୁ ଶୁଭେଚ୍ଛା ଦେବେ। ତେବେ ଆଜିର କଥା ଏଇଠି ରଖିବା, ନାମ ହବ, ନାମ ଟିକେ ଶୁଣିବା। ଜୟ ଜୟ। ହଁ ଆପଣମାନଙ୍କର ଅଞ୍ଚଳରେ ବହୁ କବି, ବହୁ ନାଟ୍ୟକାର, ବହୁ ଲେଖକମାନଙ୍କର, ବିପ୍ଳବୀମାନଙ୍କର ଜନ୍ମ ହେଇଛି। ନାଟ୍ୟକାର ରବୀନ୍ଦ୍ର କୁମାର ନାୟକଙ୍କର ଇଏ 3ଟି ପୁସ୍ତକ ଆପଣମାନଙ୍କ ପାଇଁ ସମର୍ପଣ କରୁଛି ଏବଂ ଏହା ହିଁ ହେଉଛି ପ୍ରକୃତ ଅମ୍ଳାନ ପ୍ରତିଭା। ଫଟୋ ଟିକେ ଉଠେଇ ଯିବା, ଉଠେଇଲ।
ସାର୍ ଟିକେ ଠିଆ ମୁଁ ଠିଆ ପଠାନ୍ତୁ ଆସନ୍ତୁ ଆସନ୍ତୁ स्टेज ऊपर छाड़ू